ସମସ୍ତ ଶ୍ରୋତାବନ୍ଧୁଙ୍କୁ ମୁଁ ସ୍ୱାଗତ କରୁଛି। ବନ୍ଧୁଗଣ, ଆମେ ଆଜି ସୋମବାରରେ ଆଲୋଚନା କରୁଛେ ମଙ୍ଗଳବାର କଥା। ମଝିରେ ମଝିରେ ସୋମବାର ଆମେ କହୁଛେ ରବିବାର ଘଟଣା। ଏଣୁ ଆଜି ସୋମବାରରେ ରହି ମଙ୍ଗଳବାର କାହାଣୀ କହିବା ଯେ ମଙ୍ଗଳବାର 3 ତାରିଖ, ଫେବୃଆରୀ 3 ତାରିଖ ବାସ, ମଙ୍ଗଳ ବାସ, ତାକୁ ବାର ବି କୁହାଯାଏ। ଆଉ ମେଷ ରାଶିର ଅଧିପତି ହେଲେ ମଙ୍ଗଳ, ବାର ମଙ୍ଗଳ, ମଙ୍ଗଳ 3, ତାରିଖ ବି 3। ଆଉ ଆଜିର ସୂର୍ଯ୍ୟୋଦୟ ହେଲେ 6ଟା 22 ପରେ ସୂର୍ଯ୍ୟୋଦୟ, ଆଉ ସୂର୍ଯ୍ୟାସ୍ତ ହେଲେ 5ଟା 37 ପରେ, ସନ୍ଧ୍ୟା 5ଟା 37 ପରେ ସୂର୍ଯ୍ୟାସ୍ତ। ଅଶୁଭ ସମୟ 2ଟା 51ରୁ 4ଟା 16, 2ଟା 51ରୁ 4ଟା 16। ଏ ସମୟରେ ଆମେ କୁଆଡ଼େ ଯିବାନି, କୌଣସି କାମ ଆରମ୍ଭ କରିବାନି। ସୂର୍ଯ୍ୟାସ୍ତ ପୂର୍ବରୁ ଠାକୁରଙ୍କ ପାଇଁ ଧୂପ ଦୀପ ସଜାଡ଼ିକିରି ପ୍ରସ୍ତୁତ ରହିବା। ଆଉ ସୂର୍ଯ୍ୟୋଦୟ ସମୟରେ ଯୋଡ଼ ହସ୍ତରେ ସୂର୍ଯ୍ୟଙ୍କୁ ପ୍ରଣାମ କରି କହିବା, ଆଦିତ୍ୟସ୍ୟ ନମସ୍କାରମ୍ ଯେ କୁର୍ବନ୍ତି ଦିନେ ଦିନେ ଜନ୍ମାନ୍ତର ସହସ୍ରେଷୁ ଦାରିଦ୍ର୍ୟଂ ନୋପଜାୟତେ। ଏହାକୁ 2 ଥର କହିବା। ବୋଇଲେ ଏମିତି କିଛି ଦିନ କଲେ ଆମର କେତେ ମଙ୍ଗଳ ହେବ ନିଜେ ଅନୁଭବ କରିବା। ବନ୍ଧୁଗଣ, ଆଜି ମକର ରାଶିର ଘାତ ବାର, ଆଉ କର୍କଟ ଓ ମକରର ଘାତ ଚନ୍ଦ୍ର, ମାନେ ମକରର 2 ଆଡ଼ୁ କ୍ଷତି, ଘାତ ବାର, ଘାତ ଚନ୍ଦ୍ର। ମେଷ ରାଶି କଥା ଆଲୋଚନା କରିବା ପୂର୍ବରୁ ଟିକେ ଚିନ୍ତା କରିବା ଯେ ମେଷର ଅଧିପତି ହେଲେ ମଙ୍ଗଳ, ବାର ହେଲା ମଙ୍ଗଳ, ଅକ୍ଷର 3 ମଙ୍ଗଳ। ମାନେ ଏଠି 3ଟାକୁ କହନ୍ତିନି କି 3 ମରକଟ ମରଣ ନିକଟ, କହନ୍ତିନି 3 ମରକଟ ମରଣ ନିକଟ, ମାନେ 3ଟା ମାଙ୍କଡ଼ ଦେଖିକି ଗଲେ ମୃତ୍ୟୁ ନିଶ୍ଚିତ। 3 ମରକଟ, ମର୍କଟ ମାଙ୍କଡ଼, ବୁଝି ହେଉନି, ମରକଟ ମର୍କଟ ମାଙ୍କଡ଼, 3ଟା ମାଙ୍କଡ଼ ଦେଖିକରି ଗଲେ ମୃତ୍ୟୁ ନିଶ୍ଚିତ, ମରଣ ନିକଟ। ହେଲେ ଏଠି କହିବାର ତାତ୍ପର୍ଯ୍ୟ ହେଲା ବାର ଯେହେତୁ ମଙ୍ଗଳ ଆଉ ରାଶିର ଅଧିପତି ମଙ୍ଗଳ, ତେଣୁ ମେଷ ପାଇଁ ଆସୁଥିବା ବଡ଼ ବଡ଼ ଦୁର୍ଘଟଣା ଆଜି ସହଜରେ ସମାଧାନ ହେବ। ମେଷ ରାଶି ବନ୍ଧୁମାନେ ଦେଖିବେ ପାହାଡ଼ ଭଳିଆ ଦୁଃଖ ଆସୁଛି, ଶୁଣିବେ ଭୟଙ୍କର ବାତ୍ୟା ଆସୁଛି, କିନ୍ତୁ ତାଙ୍କ ପାଖରେ ଗୋଟିଏ ଛୋଟିଆ ପବନ, କ'ଣ କହିଲି, ଗୋଟିଏ ଛୋଟିଆ ପବନ ଗଣିବ ନା କ'ଣ? ନାଇଁ, ଅନୁଭବ୍ୟ। ଏଇଟା ହେଉଛି ଅନୁଭବ୍ୟ। ଯେଉଁଟା ଅନୁଭବ୍ୟ ସେଟାକୁ ଏଦି ଟାଟି ଟୁଟା କୁହାଯାଏ। ତେଣୁ ସେମାନେ ଟିକିଏ ଅନୁଭବ କରିବେ, କିନ୍ତୁ କଷ୍ଟ ଭୋଗିବେନି। ମେଷ ରାଶି ପାଇଁ ମଙ୍ଗଳଙ୍କର ମହତ୍ ଆଶୀର୍ବାଦ ଅଛି ଆଉ ମଙ୍ଗଳଙ୍କର ମହତ୍ଵ ବେଶୀ। ଆଜି ପୁଣି ମଙ୍ଗଳବାର, ଏଣୁ ସମସ୍ତ ଅସଜଡ଼ା କାମ ଆଜି ସଜାଡ଼ି ହୋଇଯିବ। ଲୋକ ସମ୍ପର୍କରେ ଫାଟ ସୃଷ୍ଟି ହେବ। ଯେଉଁ ମଧୁମୟ ସମ୍ପର୍କ ଥିଲା ତାହା ଆଗେ ମତାନ୍ତର, ତାପରେ ମନାନ୍ତରରେ ପରିଣତ ହେବ। ଏଣୁ ପ୍ରୀତିହାନି ଯୋଗ ଅଛି। ଆମେ କାହାକୁ ଭଲ ପାଇପାରିବାନି କି ଆମକୁ କେହି ଭଲ ପାଇବେନି, କାରଣ ଜିହ୍ୱାଗ୍ରେ ବସତେ ଲକ୍ଷ୍ମୀ, ଜିହ୍ୱାଗ୍ରେ ମିତ୍ର ବାନ୍ଧବା। ଆମ ଜିଭ ଅଗ୍ରରେ ଲକ୍ଷ୍ମୀ ଅଛନ୍ତି, ମିତ୍ର ଅଛନ୍ତି, ବନ୍ଧୁ ଅଛନ୍ତି। ଆମେ ଜିଭର ଠିକ୍
संचालन कले परिचालना कले जीभर ठीक प्रयोग कले माने विनय मधुर वचन कही तोषिब प्राणी मन आम उत्तम व्यवहार कले आमको समस्ते प्रेम करेंगे आदर करेंगे आम यदि एमती फोपड़ा भला कथबार्ता करवा विरक्तकर वचन कहवा ताले कौन हम आमर कौन मित्र हेबे ना बंधु किए हेबे ना हेबेनी। तेणु नानाविध सुख पाखक आसिब बुद्धिमान यही सहज सुख को निज पाखे रखिब। मूर्ख जी मो भलिया अपगंड से जमा सुख को धरी पारिबनी से दुखरे रहिब। तेणु आपण माने समस्ते ज्ञानी बुद्धिमान विवेकी टिके आखि खोलंतु सुख बुलुची माने सामान्य बुद्धि विवेक विचार शक्ति खर्च कले आज आपण सब सुख साउंडी पारिबे सहजलब्ध हेब सुख भोग करिवे देह ठीक रहिबो धनागम हब हैला। किंतु कथबार्ता टिके संयतार सह करेंगे नहले प्रीतिहानि हम जे बंधु कटिजे से मुँह फुलेले किए शुणव। एबे देखिबा वृष कथा वृष राशि पाई मंगलवार अशुभ हैला कारण वृषर अधिपति हेले शुक्र एणु आज दिनटी अशुभ दिन का पाई वृष पाई देह मुंड दरज हब घोड़ा बिंधा हब छाती थरिब गोड़ भी थरिब कौटी गोड़ पड़ जाए पड़ जाती आज हूँ अशुभ दिन वृष पाई अशुभ दिन किछि रोग भी हो जाइपे क्रमश शारीरिक समस्या गुरुतर हेब। राति 10:10 परे मृगशिरा नक्षत्र मंद समय आसीबो केही केही वृथा भ्रमण करी कष्ट पाइबे शारीरिक मानसिक दुख आसीबो शारीरिक मानसिक आर्थिक वृष पाई भल दिन नुह आ मृगशिरा नक्षत्र आउ टिके अशुभ राति 10:10 पर मृगशिरा नक्षत्र अशुभ समय आसीबो। एणु जदि वृष राशि मृगशिरा नक्षत्रधारी लोक मानक ज्वर सर्दी किसी रोग व्याधि अच्छी तुरंत तार प्रतिकार करूँ राति कथा हाँ सावधान। मिथुन राशिधारी लोके धन को धरी आज चिंता करिवे कारण पाखु आज धन विभिन्न रूप से आसो क्या पाखु मिथुन पाखु मिथुन राशिधारी लोक मैंने धन को धरी पारे है धन आज चारिपाखे लुचिकाली खेल। तेणु जी सतरे बुद्धिमान ज्ञानी विवेकी विचारवंत कर्मठ मुख्यतः कर्मठ उद्योगिन पुरुष सिंह मुपैते लक्ष्मी जे उद्योगी पुरुष तापक लक्ष्मी आसती। तेणु कहगला मिथुन राशिधारी लोके धन को धरी पारिले हेला माने ये माने सामान्य चेष्टा कले धन करगत करी पारिबे एणु मन प्रसन्न रहिबो पूर्व संकल्पित कर्म को सफल रूप दे पारिबे देह सुस्थ रहिबो जेउ लक्ष्य जीवे जेउ काम करिवे ताहा सफल निश्चय हेब। भल दिन खाली टिके उद्यम आवश्यक चेष्टया असंभवम किमपि नास्ति नहि सुप्तस्य सिंहस्य मुखे प्रविशन्ति मुर्गा। बस कर्कट राशि लोके आज आकुल व्याकुल हेबे छटपट हेबे मन टिके घर धरबनी मन भाविब किछि भूल काम मु कर देइछि बोली मो गोईठी तल फाटिची मु चली पारुनी ए गोटे क्या गोईठा मारिया पे कही कि गुरुजन को सम्मान देनी कि गो ब्राह्मण प्रति अविचार करिछि कि यही भली दुश्चिंता आज कर्कट राशि लोक विचलित करिवो। कर्कट राशि लोके आज आकुल व्याकुल हेबे अझटिया हेबे धन लाभ हेले भी किछि वृथा व्यय हेब कुटुंब रे कलह होई पारे
ଦେହ ସୁସ୍ଥ ରହିବ। ବାଣିଜ୍ୟ ବ୍ୟବସାୟ ଚାଲିଲେ ବି ବିଶେଷ କିଛି ଲାଭ ହେବନି। କ'ଣ କେଉଁଠି କିଛି ଭୁଲ ରହିଗଲା ଠିକ୍ ସମୟରେ ଆଜି ଦୁଃଖ ଲାଗିବ। ଆଜି ମିଳିବନି ବା। କେଉଁଠି କଲମ ରଖିଲେ, ଚଷମା ରଖିଲେ, ଖାତା ରଖିଲେ, ଯେ ଦୋକାନ କରିଛନ୍ତି କେଉଁଠି ବାଇଗଣ ଟୋକେଇ ଥୁଆ ହେଇଛି, କେଉଁଠି କଦଳୀ ଟୋକେଇ ଥୁଆ ହେଇଛି, ସେଟା ଆଖିକି ଦୁଷିବନି। ପାଖରେ ଥିବ ମ ବହି ଦୋକାନ ହେଇଥିଲେ କେଉଁଠି ଅଛି କ୍ଲାସମେଟ୍ ଖାତା, ସେଟା ଦୁଷିବନି। କାରଣ ଆଜି ଏମିତିଆ ଗୋଟେ ଦିନ ସବୁ ସେଇଠି ଥିବ କି ଦୁଷିବନି। ମାନେ ମୋର ଗୋଟେ ସାଙ୍ଗ କହିଲା ବୋଉକୁ ମୁଁ ଖୋଜି ଖୋଜି କ୍ଳାନ୍ତ ହିଁ ପଡ଼ିଲେଣି, ବୋଉର ଦେଖା ଚାହା ନାହିଁ। ଖୁବ୍ ଜୋର ଚିତ୍କାର ଡାକିଲା। ସେଠୁ ବୋଉ ତା ଗାଲେ ଠାଏ କିଣିଦେଲା। କହିଲା କାହିଁ ଚିତ୍କାର କରୁଛୁ, ମୋତେ ପାଖରେ ବସିଛି। ବୋଉ ତୁ ମୁଁ କେମିତି ଦେଖିପାରୁନି? ନା ତୁ ଅନ୍ୟ ରାଜ୍ୟରେ ବୁଲୁଛୁ ଦୁଷ୍ଟ। ମୁଁ କ'ଣ ଭାବୁଥିଲି, ବସ୍ ବୋଉ ଗାଳି ଦେଲା। ଏମିତି ବେଳେ ହୁଏ ପରା। ହଁ, ସିଂହ ରାଶିର ଲୋକଙ୍କ ପାଇଁ ଆଜି ବଢ଼ିଆ ଦିନ। ବାଃ ବଢ଼ିଆ। ଖାଇବେ ନଡ଼ିଆ, ଖୋଳିବେ ଗାଡ଼ିଆ, ଚଷିବେ ପଡ଼ିଆ, କାରଣ ସିଏ ପରା ଓଡ଼ିଆ। ସିଂହ ରାଶିର ଲୋକଙ୍କ ପାଇଁ ଆଜି ବଢ଼ିଆ ଦିନ। ଦେହ ମୁଣ୍ଡ ମନ ସୁସ୍ଥ ରହିବ, ଭଲ ଆୟ ହେବ। କର୍ମ ଚଞ୍ଚଳ ରହି ଆୟ ବୃଦ୍ଧି କରିବେ। ସୁସ୍ୱାଦୁ ବ୍ୟଞ୍ଜନରେ ସୁଖ ପାଇବେ, ବଢ଼ିଆ ନିଦ ହେବ। ବନ୍ଧୁ ସହଯୋଗ ମିଳିବ। ଚାକିରିଆମାନଙ୍କ ପାଇଁ ଉପହାର ଆସିବାର ସମ୍ଭାବନା ଅଛି। ପଡ଼ୋଶୀମାନେ ପ୍ରଶଂସା କରିବେ। କେତେ ଭଲ ସିଂହ ରାଶି ପାଇଁ, କେତେ ଭଲ। ତାପରେ କନ୍ୟା ରାଶିର ଲୋକେ ବହୁ ବୃଥା ବ୍ୟୟ କରିବାକୁ ବାଧ୍ୟ ହେବେ। ବୃଥା ବ୍ୟୟ ଭାରି କଷ୍ଟ ଲବ୍ଧସ୍ୟ ଅର୍ଥସ୍ୟ। ଯେଉଁ ଅର୍ଥ ଆମେ କଷ୍ଟରେ ରୋଜଗାର କରିଥିବା ତାହାର ଦୁଇଟା ବାଟ ହେଉଛି ଦୁଃଖଦାୟକ ବାଟ। ଗୋଟେ ହେଲା ଅପାତ୍ରରେ ଦାନ, ଆଉ ସତ୍ପାତ୍ରରେ ଅଦାନ। ଯେଉଁଠି ବ୍ୟୟ କରିବା କଥା ସେଠି ବ୍ୟୟ କରିବାନି, ଆଉ ଯେଉଁଠି ବ୍ୟୟ ନ କରିବା କଥା ସେଇଠି ବ୍ୟୟ କରିବା। ଏଇ ଦୁଇଟା ହେଉଛି ଧନ ବ୍ୟୟର ଦୁଃଖଦାୟକ ବାଟ। ଆଜି ସେଇଭଳି ସମସ୍ୟା ଆସିବ କନ୍ୟା ରାଶି ପାଇଁ। କନ୍ୟା ରାଶିର ଲୋକେ ବହୁ ବୃଥା ବ୍ୟୟ କରିବାକୁ ବାଧ୍ୟ ହେବେ। ଦେହ ଯନ୍ତ୍ରଣା ବଢ଼ିଯାଇପାରେ। ରାତି 10ଟା 10 ପରେ ଚିତ୍ରାର ଅଶୁଭ ସମୟ ଆସିବ। କର୍ମ ସଂସ୍ଥାନ ଠିକ୍ ଚାଲିବନି। ଭାଇ ଭଉଣୀ ଭଗାରୀ ପରି ବ୍ୟବହାର କରିବେ। ସନ୍ତାନମାନେ ଅବୁଝା ହେବେ। ପାରିବାରିକ କଳହ ହେବ। ଜୀବନ ସାଥୀଙ୍କର କଥା ଲାଗିବ କଞ୍ଚା ରାଗୁଆ ଲଙ୍କା ଭଳିଆ। ଆଜି କନ୍ୟା ରାଶି ପାଇଁ କେଉଁ ଦିଗରୁ ଭଲ ନୁହଁ। ଅସୁସ୍ଥ ହେବେ। ଚିତ୍ରା ନକ୍ଷତ୍ର କନ୍ୟା ରାଶି ଅସୁସ୍ଥ ହେଲେ ଟିକେ ସମସ୍ୟା ବଢ଼ିଯିବ, ସଙ୍କଟାପନ୍ନ ହେବ। ରାତି କଥା ବେଳେ ହଉ ସାବଧାନ। ତୁଳା ରାଶିର ଲୋକେ ଆଜି ଆର୍ଥିକ ବିକାଶ ଦିଗରେ ଦୃଢ଼ ପଦକ୍ଷେପ ନେବେ। କେମିତି ମୁଁ ଆଜି ଅଧିକ ରୋଜଗାର କରିବି, ମୋର କର୍ମ ସଂସ୍ଥାନକୁ ସୁଦୃଢ଼ କରିବି, ବ୍ୟବସାୟର ବିକାଶ କରିବି। ଚାକିରି କରିଛି ତ ମୁଁ ଜଣେ ଶିକ୍ଷକ, ଏମିତି ବଢ଼ିଆ ପାଠ ପଢ଼େଇବି ଯେଥିରେ ସମସ୍ତ ପିଲା ଖୁସି ହେବେ। ସମସ୍ତ କର୍ମଚାରୀ ମୋ ସାଙ୍ଗରେ ସୁସମ୍ପର୍କ ସ୍ଥାପନ କରିବେ। ମାନେ ମୋଟାମୋଟି ଭାବରେ ତୁଳା ରାଶିର ଲୋକେ ଆଜି ଆର୍ଥିକ ବିକାଶ ଦିଗରେ ଦୃଢ଼ ପଦକ୍ଷେପ ନେବେ। କର୍ମ ପ୍ରତି ଆଗ୍ରହ ପ୍ରକାଶ କରିବେ, ଆଉ ଚଳଚଞ୍ଚଳ ରହିବେ। ବ୍ୟବସାୟୀମାନେ ନିଜ କାମରେ ଏତେ ଲାଗିଯିବେ ଯେ ତାଙ୍କର ସମସ୍ତ ଇଚ୍ଛା ପୂରଣ ହେବ। କିଛି ଆବଶ୍ୟକୀୟ ପଦାର୍ଥ ସଂଗ୍ରହ ପାଇଁ ବ୍ୟବସାୟୀମାନେ ଦୂରକୁ ଯାତ୍ରା କରିବେ। ଯାତ୍ରା ସଫଳ ହେବ। କିଂ ଦୂରଂ ବ୍ୟବସାୟିନାଂ କୋତି ଭାର ସମର୍ଥାନାଂ। ଲେଖିଲେ ଜ୍ଞାନୀ ମହାଜ୍ଞାନୀ ଚାଣକ୍ୟ। ବ୍ୟବସାୟୀମାନଙ୍କ ପାଇଁ ଦୂର କ'ଣ? ସେ ନିଜ ଆୟତ୍ତକୁ ଆଣିବା ପାଇଁ ବହୁତ ଦୂରକୁ ଯିବେ। ଜିନିଷ ଆଣିବେ 3 ଟଙ୍କା 8 ଅଣା 6 ପଇସାରେ, ବିକିବେ 30 ଟଙ୍କାରେ। ଏଇଟା ହେଉଛି ବ୍ୟବସାୟୀଙ୍କର ଚିନ୍ତାଧାରା। କିଂ ଦୂରଂ ବ୍ୟବସାୟିନାଂ କୋତି ଭାର ସମର୍ଥାନାଂ। ଯେ ସମର୍ଥ ଲୋକ, ବଳବାନ ଲୋକ,
ବୃଷ ଭଳିଆ କାନ୍ଧ ଯାହାର ଚଉଡ଼ା, ଯିଏ ସବୁ ଓଜନ ବୋହିପାରେ, ତା ପାଇଁ ଗୋଟିଏ ବଡ଼ ଭାର କ'ଣ? କୋ ବିଦେଶ ବିଦ୍ୟାନା, ଯେ ବିଦ୍ୱାନ ତା ପାଇଁ ବିଦେଶ କ'ଣ? ତା ଘର ଯା ବିଦେଶ ସେଇଆ। ତେଣୁ ଆଜି ତୁଳା ରାଶିର ଲୋକେ ଦୂରଯାତ୍ରା କରି ସଫଳ ହେବେ। ହଁ, ସଫଳ ହେବେ ଏବଂ ସେମାନଙ୍କ ଆଜି ବହୁତ ମଙ୍ଗଳ ହେବ। ସେମାନେ ଭ୍ରମଣ ସୁଖ ପାଇବେ, ଦେହ ମୁଣ୍ଡ ମନ ଠିକ୍ ଠାକ୍ ରହିବ। ଶୟନ ଭୋଜନ ପଠନ ଦେବଦର୍ଶନରେ ସେମାନେ ଆଜି ଗୋଟେ ମଜା ଆନନ୍ଦ ଲାଭ କରିବେ। କିଏ? ତମେ ନୁହଁ ମ, ତୁଳା ରାଶି ଲୋକମାନେ। ହଁ, ଦେଖିବା ବିଛା କ'ଣ ହେଉଛି। ବିଛା ରାଶିର ଲୋକେ ଯିଏ ଯେଉଁ ବୃତ୍ତିକୁ ଆଦରେ ନେଇଛନ୍ତି ଆଉ ବୃତ୍ତିରୁ ଆୟ କରି ଖୁସି ହୋଇଥାନ୍ତି, ତାହାର ସେମାନେ ବିକାଶ କରିବେ। ମାନେ ବିଛା ରାଶିର ଯିଏ ଯେଉଁ ବୃତ୍ତି କରେ, ସେ ଜଣେ ଭିକାରୀ, ତାର ବୃତ୍ତି ହେଲା ଭିକ୍ଷା ମାଗିବା। ଆଉ ମୋ ସାଙ୍ଗ ହରିବାବୁ, ସେ ଗୋଟିଏ ହୀରା ବ୍ୟବସାୟୀ, ତାଙ୍କ ବୃତ୍ତି ହେଲା ହୀରା ବ୍ୟବସାୟ କରିବା। ଆପଣ କୃଷକ, ମୁଁ ଗୋଟିଏ ଚାଷୀ। ମାନେ ଯିଏ ଯେଉଁ ପ୍ରକାର ବୃତ୍ତିକି ଆଦରେ ନେଇଛେ, ଆଜି ସେଇ ବୃତ୍ତିରୁ ମନ ମୁତାବକ ଧନ ଲାଭ ହେବ। ଖାଲି ତ ଶୋଇଲେ ହବ? କି ଖୁସି! ନାଇଁ 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 ନାଇଁ, ଆଜି ଟିକେ କଠିନ ପରିଶ୍ରମ କଲେ ମନ ମୁତାବକ ଧନ ମିଳିବ ବିଛା ରାଶିଆଙ୍କୁ। ମନେଲା, ବିଛା ରାଶିର ଲୋକେ ଯିଏ ଯେଉଁ ବୃତ୍ତିରୁ ଆୟ କରି ଖୁସି ହୋଇଥାଏ, ତାହାର ସେ ବୃତ୍ତି ବ୍ୟବସାୟ ଚାକିରି ସେବା ବ୍ୟବସାୟ ତାକୁ ଆଜି ଧନ ମାନ ସୁଖ ଦେବ। କର୍ମ କ୍ଷେତ୍ରରୁ ଏସବୁ ମିଳିବ। ସେମାନେ ଆଜି ଆନନ୍ଦରେ ସମସ୍ତ କାମ କରିବେ, କର୍ମରୁ ଆନନ୍ଦ ପାଇବେ, ଦେହ ମନ ଠିକ୍ ଠାକ୍ ରହିବ। ବଢ଼ିଆ ଦିନ। ଧନୁ କଥା ବୁଝିବାନି। ଧନୁ ରାଶିର ଅଧିପତି ବୃହସ୍ପତି, ବାର ମଙ୍ଗଳ, ଏମାନେ ପରା ଇଣ୍ଟିମେଟ୍ ଫ୍ରେଣ୍ଡ, ଅନ୍ତରଙ୍ଗ ସାଙ୍ଗ। ତେଣୁ ବୃହସ୍ପତି ଜାଣିଲେ ଧନୁର ଅଶୁଭ ସମୟ, ତେଣୁ ସେ ଆଉ କୁଆଡ଼େ ମନ ଦେବେନି। ଧନୁ ରାଶିକୁ ଛତା ଭଳିଆ ସୁରକ୍ଷା ଦେବେ। ଛତା ଯେମିତି ଆମକୁ ଖରା ବର୍ଷରୁ ରକ୍ଷା କରେ, ଧନୁ ରାଶିକୁ ଆଜି ବୃହସ୍ପତି ସେଇଭଳି ସୁରକ୍ଷା ଦେବେ। କାରଣ ବୃହସ୍ପତି ଅଛନ୍ତି ବର୍ତ୍ତମାନ ମିଥୁନରେ, ଧନୁର ସପ୍ତମରେ। ଏକଦମ ଡାଇରେକ୍ଟ କନେକ୍ସନ୍, ସିଧା ଦୃଷ୍ଟି। ତେଣୁ ଧନୁର ଅମଙ୍ଗଳ ହେବାକୁ ସେମାନେ ଦେବେନି। ଧନୁ ରାଶିର ଅଧିପତି ବୃହସ୍ପତି, ବାର ମଙ୍ଗଳ, ଏ ଦୁହେଁ ଦୁଇ ଅନ୍ତରଙ୍ଗ ବନ୍ଧୁ। ଏଣୁ ଧନୁ ରାଶିର ଜନତା ଆଜି ବହୁ ସୁଖ ପାଇବେ। ମାତ୍ର ଏମାନଙ୍କ ପାଇଁ ଅପମାନ ଅସୁର ଆଗରେ ରହିଛି। ତେଣୁ ଜଗି ରଖି ଠାଣି ମାଣି କାହାଣୀ ଚାହାଣୀ ବ୍ୟବହାରରେ ଟିକେ ଶୃଙ୍ଖଳା ରକ୍ଷା କରନ୍ତୁ। ବୋଇଲେ ଭଲ, ନହେଲେ ଅପମାନିତ ହେବେ। ଧନୁ ରାଶିର ଭାଇ ବନ୍ଧୁ କୁଟୁମ୍ବ ସାବଧାନ। ଏଣୁ କମ୍ କହନ୍ତୁ, ବହୁତ ଦେଖନ୍ତୁ ଓ ଶୁଣନ୍ତୁ। ଗୋଟାଏ ପାଟି, ତା ଦି ଗୁଣ ଆଖି, ଦି ଗୁଣ କାନ। ଅଧିକ ଦେଖନ୍ତୁ, ଅଧିକ ଶୁଣନ୍ତୁ, ଚୁପ୍ ରହନ୍ତୁ, କାହାକୁ ସେ କହନ୍ତୁନି। ଅପମାନ ଅସୁର ଗୋଡ଼େଇ ଗୋଡ଼େଇ କାମୁଡ଼ିବ, ସାବଧାନ। ମକର ରାଶି କଥା। ଆଜି ମକର ରାଶି ପୁରୁଷଙ୍କର ଘାତ ଚନ୍ଦ୍ର, ସାବଧାନ। ଆଜି ମକର ରାଶିର ଘାତ ବାର, ପୁରୁଷଙ୍କର ଘାତ ଚନ୍ଦ୍ର। ମାନେ ଘାତ ପ୍ରତିଘାତ ଦେଇ ଆଜି ମକର ରାଶିର ଜନତା ଜୀବନ ଯାପନ କରିବେ। ଏଣୁ ସାବଧାନ। ପୁଣି ଅଷ୍ଟମ ଚନ୍ଦ୍ର, ନାନାବିଧ ଶାରୀରିକ ସମସ୍ୟା ଆସି ଯନ୍ତ୍ରଣା ଦେବ।
ମନ ଅସ୍ଥିର ହେବ, କିଛି ବୃଥା ଖର୍ଚ୍ଚ ହେବ। ରାତି 10ଟା 10 ପରେ ଧନିଷ୍ଠା ନକ୍ଷତ୍ର ଧରି ମକର ରାଶିଙ୍କର ଅଶୁଭ ସମୟ ଆସି ଟିକେ ଦୁଃଖ ଦେବ। ଆଜି କଳହ ଚନ୍ଦ୍ର କଜିଆ ହେଇଯାଇପାରେ। ମନେ ରହିଲା, ମଙ୍ଗଳବାର ଦିନ କଜିଆ ହେବ, ରୋଗ ହେବ, ଖର୍ଚ୍ଚ ହେବ, ମିତ୍ରରେ ଫଟାଫଟି ହେବ। ତେଣୁ ମକର ରାଶି ପାଇଁ ମଙ୍ଗଳବାର କୌଣସି ପ୍ରକାରରେ ଶୁଭ ନୁହେଁ। କୁମ୍ଭ କଥା, କୁମ୍ଭ ରାଶିର ଜନତାଙ୍କ ପାଇଁ ମଙ୍ଗଳବାର ଏକ ଶୁଭ ମଙ୍ଗଳ ଦିନ। ଆଜି ମଙ୍ଗଳବାର ଦିନ ମଙ୍ଗଳ ହେବ କାହାର? କୁମ୍ଭ ରାଶିଆଙ୍କର। ତେଣୁ କୁମ୍ଭ ରାଶିର ଜନତାଙ୍କ ପାଇଁ ମଙ୍ଗଳବାର ଏକ ଶୁଭ ମଙ୍ଗଳ ଦିନ। କଥାଏ ଅଛି କ'ଣ? ଆମେ ବାଟିଲେ କୁଟିଲେ ପୋଡ଼ପିଠା, ତମେ ଚୁଲିରେ ହଗିଲେ ପୋଡ଼ପିଠା। ଆମେ ବାଟିଲେ କୁଟିଲେ ପୋଡ଼ପିଠା, ତମେ ଚୁଲିରେ ହଗିଲେ ପୋଡ଼ପିଠା। ମାନେ ଭାଗ୍ୟଲକ୍ଷ୍ମୀ କାହାକୁ କେତେବେଳେ କେଉଁ ପ୍ରକାରରେ ସାହାଯ୍ୟ କରିବେ ସେ କଥା ସେ ହିଁ ଜାଣିଛି। ଆଜି ଏତେ ଶୁଭ ଦିନ କାହାର? କୁମ୍ଭ ରାଶିର। ତେଣୁ ଖାଲି ପ୍ରଶଂସା, ସମ୍ମାନ, ଆଦର ସହ ଧନ ମିଳିବ। ସେମାନେ ଭୁଲ କାମ କଲେ ବି ଅନ୍ୟମାନେ କହିବେ ସେ ଭଲ କାମ କରିଛନ୍ତି। ବଢ଼ିଆ ଦିନ କୁମ୍ଭ ରାଶିର। ତେଣୁ କୁମ୍ଭ ରାଶିର ଜନତାଙ୍କ ପାଇଁ ମଙ୍ଗଳବାର ଏକ ଶୁଭ ମଙ୍ଗଳ ଦିନ। କଥାଏ ଅଛି, ଆମେ ବାଟିଲେ କୁଟିଲେ ପୋଡ଼ପିଠା, ତମେ ଚୁଲିରେ ହଗିଲେ ପୋଡ଼ପିଠା। ସେହିପରି ଏକ ଶୁଭ ଦିନ ଅର୍ଥ ଲାଭ ପାଇଁ ଏମାନେ ସାମାନ୍ୟ ଚେଷ୍ଟା କଲେ ଧନୀ ହେବେ। ନାନାବିଧ ଉପାୟରେ ନାନା ଦିଗରୁ ଭଲ ଆୟ ହେବ। ଦେହ ମୁଣ୍ଡ ଠିକ୍ ରହିବ, ସମ୍ମାନିତ ହେବେ। ଆଉ ସମ୍ମାନ ମିଳୁଛି ମାନେ ଆପଣ ଭାଗ୍ୟବାନ। ଯାହାର ମାନ ସମ୍ମାନ ନାହିଁ ତାର ବଞ୍ଚିବାର ଅଧିକାର ନାହିଁ। ମୀନ ରାଶି ପାଇଁ ଆଜି ଲାଭକାରକ ଦିନ। ଖୁସି ହେଇଗଲେ। କ'ଣ ଶୋଇଲେ ଲାଭ ହେବ? ନାଇଁ, ଦୌଡ଼ିବାକୁ ପଡ଼ିବ। ପବନ ଭଳି ଦୌଡ଼ିଲେ ଏକା ଆଜି ଲାଭବାନ ହେବେ। ମୀନ ରାଶି ପାଇଁ ଆଜି ଲାଭକାରକ ଦିନ। ଯେଣୁ ବ୍ୟକ୍ତି ଚରିତ୍ର ଭିନ୍ନ ଭିନ୍ନ, ତେଣୁ ଇଚ୍ଛା ବି ଅଲଗା ଅଲଗା। ସୁତରାଂ ଲୋକ ଭେଦରେ ଭିନ୍ନ ଭିନ୍ନ ଲାଭ ହେବ। କିଏ କ'ଣ ଲାଭ କଲେ ଖୁସି ହୁଏ? ପ୍ରସାଦ ପ୍ରାସାଦ। କିଏ ଭୋଗ ଖୋଜେ। ପ୍ରସାଦ ମାନେ ଭୋଗ। ଭୋଗଟିଏ ସାମାନ୍ୟ ଭୋଗ ପାଇଲେ ବା ପେଟ ପୂରା ଭୋଗ ପାଇଲେ କେତେ ଲୋକ ଖୁସି ହୁଅନ୍ତି। କିଏ ଚାହେଁ ମୋତେ ପ୍ରାସାଦ ମିଳୁ, ମାନେ ଉନ୍ନତ ମାନର ଘର ମିଳୁ। ତେଣୁ ଭିନ୍ନ ଭିନ୍ନ ରୂପରେ ଯଥା ପ୍ରସାଦ, ପ୍ରାସାଦ, ଧନ, ସମ୍ମାନ, ବସ୍ତ୍ର, ଭୂଷଣ, ଆହାର, ନିଦ୍ରା, ସୁଖ, ସନ୍ତାନ, ଜୀବନସାଥୀ, ଦେବଦର୍ଶନ, ବିଦ୍ୟା। କିଏ କ'ଣ ପାଇଲେ ଖୁସି ହେବ ସେ କଥା ତାକୁ ହିଁ ଜଣା। ତେଣୁ ବ୍ୟକ୍ତି ବିଶେଷଙ୍କୁ ସ୍ୱତନ୍ତ୍ର ଲାଭ ହେବ। ମୁଁ ପ୍ରଥମେ କହିଲି ଲାଭ ହେବ, ଆପଣମାନେ ଖୁସି ହେଇଗଲେ। ଆଜି ଆସିବ ହାତୀ ରୂପରେ ଧନ। ଆରେ କାହା ପାଇଁ ପଡ଼େ ଲାଭ ନା ଆଉ। ହରିଆ ଗୋଟେ ଭିକାରୀ, ମୋ ପଡ଼ୋଶୀ, ସିଏ ଯେଉଁଦିନ ଟିକେ ଅଧିକ ପାଇଯିବ ରାସ୍ତାରେ ଗୀତ ବୋଲି ବୋଲି ଆସିବ। ତା ଲାଭ ତ ଆମେ ସେଇଆ ନା ଆଉ। ଆଉ ଜଣେ ପଡ଼ୋଶୀ ହେଉଛନ୍ତି ବ୍ୟବସାୟୀ। ସିଏ ଯେଉଁଦିନ ବେଶୀ ଲାଭ ହେଇଥିବ ତାଙ୍କର, ସେଦିନ ସିଏ ମାନେ ରାସ୍ତାରେ ଖାଇ ଖାଇ ଆସିବେ। ପିଜୁଳି ହେଉ, ସେଓ ହେଉ, ମିଠା ହେଉ। ଯେଉଁଦିନ ସେତିକି ନ ହେଇଥିବ ଏତେ ମନ ଦୁଃଖରେ ଆସିକିରି ଦୁମୁକିନି ଘରେ ବସି ପଡ଼ିବେ। ନ କହିଲେ ଭଲ। କାହା ପାଇଁ କ'ଣ ଲାଭ ଆଉ। ବ୍ୟବସାୟୀ ସାନ ହେଉ କି ବଡ଼ ହେଉ, ସମସ୍ତେ ଆଜି ନିଜ ବୃତ୍ତି, ବ୍ୟବସାୟ, ଚାକିରି, ବ୍ୟବସାୟରୁ ଯଥେଷ୍ଟ ବେଶୀ ଲାଭ କରିବେ। ତେଣୁ ସମସ୍ତ ମୀନ ରାଶି ନିଜ ଲାଭ ପାଇଁ କାମରେ ଲାଗିଯାଆନ୍ତୁ ନା। ଭାଗ୍ୟଲକ୍ଷ୍ମୀ ସହାୟ ହେବେ।
ମୁଁ କହୁଛି ମୁଁ କୁଳମଣି ପଣ୍ଡା। ମୋର ଫୋନ୍ ନମ୍ବର 8093355553। ବୟସ 74। ରହିଲି, ନମସ୍କାର। ପୁଣି ଆସନ୍ତାକାଲି।